ଯେଉଁମାନଙ୍କର ମନ ପସନ୍ଦର କଲେଜ ଆସିନାହିଁ କି ପାଖ କଲେଜ ଆସିନାହିଁ କି ମାନେ ଯେଉଁ କଲେଜ ତମେ ଚାହୁଁଛ ସେ କଲେଜ ଆସିନାହିଁ, ସେମାନେ କେମିତି ନିଜ ମନ ପସନ୍ଦ କଲେଜକୁ ଯାଇପାରିବେ, କେମିତି ନିଜ ପାଖ କଲେଜକୁ ଯାଇପାରିବେ, ତାହା ମୁଁ ଏ ଭିଡ଼ିଓରେ ବତେଇବି। ଠିକ୍ ଅଛି, ତ ଭିଡ଼ିଓକୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖ, ଯେଉଁମାନଙ୍କର କ'ଣ ହେଇଛି ନା ପ୍ରଥମ, ଦ୍ୱିତୀୟ, ତୃତୀୟ ଏଇଭଳି କଲେଜରେ ସମସ୍ତେ ଆପ୍ଲାଏ କରିଛ, ଚତୁର୍ଥ ଏଇଭଳି କଲେଜରେ ଆପ୍ଲାଏ କରିଛ, କିନ୍ତୁ ତୁମର କ'ଣ ହେଇଛି ନା ତମ ମନ ପସନ୍ଦର କଲେଜ ତୁମର 1 ନମ୍ବର ଅଛି କିନ୍ତୁ ସେଇଟା ଆସିନାହିଁ। ଠିକ୍ ଅଛି, ତ ତମେ ସେଠି କେମିତି କ'ଣ ଯିବ ନା ଦେଖ, ଭଲ ଭାବରେ ବୁଝ ଯେ ତମେ କେମିତି ଯାଇପାରିବ ନା ସ୍ପଟ୍ ଆଡ଼ମିସନ୍ କରିକି ତମେ ଯାଇପାରିବ। ଠିକ୍ ଅଛି, ତ ସ୍ପଟ୍ ଆଡ଼ମିସନ୍ କେବେ ଷ୍ଟାର୍ଟ ହେବ ନା 3rd ରାଉଣ୍ଡ ଆଡ଼ମିସନ୍ ସରିଲା ପରେ। ଠିକ୍ ଅଛି, ତମର ଯେଉଁ 3rd ରାଉଣ୍ଡ ବା ଫାଇନାଲ୍ ରାଉଣ୍ଡ ସିଲେକ୍ସନ୍ ଯେଉଁ ରହିଛି, 3rd ରାଉଣ୍ଡ ଯେଉଁ ଆଡ଼ମିସନ୍ଟା ରହିଛି ସେଇଟା କେବେ ସରିବ ନା 22 ଜୁଲାଇରେ ସରିଯିବ। ଠିକ୍ ଅଛି, 22 ଜୁଲାଇ 7ଟା PM ସରିବ। ଦେନ୍ ତମର 22 ଜୁଲାଇରେ ସରିସାରିଲା ପରେ ତମର ସ୍ପଟ୍ ଆଡ଼ମିସନ୍ ଷ୍ଟାର୍ଟ କେବେ ନା 25 ଜୁଲାଇ 2024, ମାନେ 10ଟା AM ରୁ ଷ୍ଟାର୍ଟ ହେବ 28 ଜୁଲାଇ 11ଟା 45 ପରେ। ଯେଉଁମାନେ ୱେଟିଂରେ ଅଛନ୍ତି, ଯେଉଁମାନେ ସ୍ପଟ୍ ଆଡ଼ମିସନ୍ କରିବାକୁ ଚାହୁଁଛୁ, ଯେଉଁମାନଙ୍କର ମନ ପସନ୍ଦ କଲେଜ ଆସିନାହିଁ, ଯେଉଁମାନଙ୍କର ପାଖ କଲେଜ ଆସିନାହିଁ, ସେଇମାନେ କ'ଣ କରିବେ ନା ୟାକୁ ସ୍ପଟ୍ ଆଡ଼ମିସନ୍ କରିପାରିବେ। କେମିତି ଏଟା ସ୍ପଟ୍ ଆଡ଼ମିସନ୍ କରିବେ ଦେଖନ୍ତୁ, ଅନଲାଇନ୍ ମୋଡ଼ରେ ତମର ସ୍ପଟ୍ ଆଡ଼ମିସନ୍ ହେବ। ଠିକ୍ ଅଛି, ଅନଲାଇନ୍ ମୋଡ଼ରେ ତମର ସ୍ପଟ୍ ଆଡ଼ମିସନ୍ ହେବ। ଠିକ୍ ଅଛି, କେମିତି ହେବ ନା ସେ 25 ଜୁଲାଇରୁ 28 ଜୁଲାଇ ଲାଷ୍ଟ ଡେଟ୍ ତମର ରହିବ। 25 ଜୁଲାଇ ଷ୍ଟାର୍ଟ ହେବ, 28 ଜୁଲାଇ ତମର 28 ଜୁଲାଇ 11ଟା 45 PM ତମର ଲାଷ୍ଟ ଡେଟ୍ ରହିବ। ତା ଭିତରେ ତମେ କେମିତି ଆପ୍ଲାଏ କରିବ ଦେଖ ତମର 1 ନମ୍ବର, 2 ନମ୍ବର, 3 ନମ୍ବର, 4 ନମ୍ବର ଏମିତି ତମେ କଲେଜ ପକେଇଛ, କିନ୍ତୁ ତମର 4 ନମ୍ବର କଲେଜ ଆସିଛି, 5 ନମ୍ବର ବି ଏମିତି ପକେଇଛ। ଠିକ୍ ଅଛି, 4 ନମ୍ବର କଲେଜ ଆସିଛି କିନ୍ତୁ ତମେ ଚାହୁଁଛ 2 ନମ୍ବର କଲେଜକୁ ଆସିବା ପାଇଁ, ତମେ କ'ଣ କରିପାରିବ ନା 3 ନମ୍ବର, 2 ନମ୍ବର ୟାକୁ ସ୍ପଟ୍ରେ ଆଡ଼ମିସନ୍ ମାନେ ଆପ୍ଲାଏ କରିପାରିବ ହେଲା କି 1 ନମ୍ବର, କିନ୍ତୁ ତଳ ଯେଉଁ କଲେଜ ଅଛି ତାକୁ ତମେ ମାନେ ଆପ୍ଲାଏ କରିପାରିବ। ଠିକ୍ ଅଛି, ବୁଝିପାରିଲେ ସମସ୍ତେ? ତଳ ଯେଉଁ କଲେଜ ରହିଛି ତାକୁ ତମେ ମାନେ କେହି ବି ଆପ୍ଲାଏ କରିପାରିବ। ଉପରେ ଯାହା ବି ଥିବ ତାକୁ ସ୍ପଟ୍ରେ ଆଡ଼ମିସନ୍ ବା ଆପ୍ଲାଏ କରିପାରିବ। ଅନଲାଇନ୍ ମୋଡ଼ରେ ଆପ୍ଲାଏ କରିବ। ଦେନ୍ ତମର କ'ଣ କରିବ ନା ସେ ଯେଉଁ ଅନଲାଇନ୍ ମୋଡ଼ରେ ଯେତେବେଳେ 1 ନମ୍ବର, 2 ନମ୍ବର, 3 ନମ୍ବର ଏ ଯେଉଁ 3ଟା କରିଥିବ, ତାର ତମର ଚେକବକ୍ସ ଯେଉଁ ଅଛି, ଏଠି ଦେଖ ଲେଖା ହେଇଛି ଚେକବକ୍ସ ଯେଉଁ ରହିଛି ସେଇଟା ତମର ଆସିବ। ସେଠି ତମେ କ'ଣ କରିବ ନା ଠିକ୍ ମାରିବାକୁ ପଡ଼ିବ ହେଲା। ଚେକବକ୍ସ ଦେଖେଇବ, ଦେନ୍ ତମେ କ'ଣ କରିବ ନା ଠିକ୍ ମାରିବ। ଏତିକି ମନେ ରଖ ଯେ ତମେ ମାନେ ତମର ଧର ସ୍ପଟ୍ ଆଡ଼ମିସନ୍ କରୁଛ ନା, ତମର ଯେଉଁ କଲେଜ ଆସିଛି ତ ତା ତଳ ଯେଉଁ କଲେଜ ସବୁ ରହିବ ସେଗୁଡ଼ାରେ ତମେ ମାନେ ସ୍ପଟ୍ ଆଡ଼ମିସନ୍ ଆଉ ହେଇପାରିବନି, ଯାହା ହେବ ଉପର କଲେଜ ଗୁଡ଼ିକର ହେବ। ଠିକ୍ ଅଛି, ତାପରେ ଦେଖ ତମର ଯେଉଁ ରହିବ ମେରିଟ୍ ଲିଷ୍ଟ ଯେଉଁ ରହିବ ସେଇଟା କେବେ ରହିବ ନା ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ତମର 31 ଜୁଲାଇରେ। ଠିକ୍ ଅଛି, 31 ଜୁଲାଇ 4ଟା PM ତମର ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ମେରିଟ୍ ଲିଷ୍ଟ ତମର ପ୍ରକାଶ ପାଇସାରିଲା ପରେ ଯେଉଁମାନଙ୍କର ମାନେ ସ୍ପଟ୍ ବା ୱେଟିଂରେ ଥିବେ, ଯାହା ବି ତମର ଖାଲି ସିଟ୍ ଥିବ, ସେମାନେ ଯେଉଁମାନେ ଆପ୍ଲାଏ କରିଥିବେ ସେମାନଙ୍କର କେବେ ନା 1 ଅଗଷ୍ଟ 2ଟା PM ତାଙ୍କୁ କ'ଣ କଲେଜରୁ ନୋଟିସ୍ ଆସିବ। ଠିକ୍ ଅଛି, କଲେଜରୁ ମାନେ କ'ଣ ନୋଟିସ୍ ଆସିବ ଯେ ତମର ଆସିଯାଇଛି, ଯେଉଁ କଲେଜ ବି ତମେ ପକେଇଥିବ ସେ କଲେଜରେ ଆସିଯାଇଛି। ଧର ତମର ଯେଉଁ କଲେଜରୁ ତମେ 2ଟା କଲେଜରେ ପକେଇଛ, 3ଟା କଲେଜରେ ପକେଇ 3ଟାକୁ ପଳେଇ ଆସିଲା। ଠିକ୍ ଅଛି, ଏଇଠି ଗୋଟେ କଥା ବୁଝ, 3ଟା କଲେଜ ଧର ପଳେଇ ଆସିଲା, ତମର ଯେଉଁଟା ମନ ପସନ୍ଦ ସେଇ କଲେଜରେ ଆଡ଼ମିସନ୍ କରିଦେଲ, ଆଉ ଯେଉଁ 2ଟା ରହିଲା ସେ ଆପେ ଆପେ କ'ଣ ରିଜେକ୍ଟ ହେଇଯିବ। ବୁଝିପାରିଲ ସମସ୍ତେ? ତାପରେ SMS କିମ୍ବା ଫୋନ୍ ଦ୍ୱାରା ତମକୁ ଜଣେଇଦେବେ ଯେ ତମର ମାନେ ସ୍ପଟ୍ ଆଡ଼ମିସନ୍ ହେଇଯାଇଛି ଯେଉଁ କଲେଜରେ ତମର ଆସିଥିବ। ତାପରେ ଦେଖ ତମର 2 ଅଗଷ୍ଟରେ ତମେ ମାନେ ସେଠି ଯାଇ କ'ଣ କରିପାରିବ ନା ଆଡ଼ମିସନ୍ କରିପାରିବ। ଠିକ୍ ଅଛି, 2 ଅଗଷ୍ଟରୁ 3 ଅଗଷ୍ଟ ତମର ଆଡ଼ମିସନ୍ ରହିବ। 2 ଅଗଷ୍ଟ 9ଟାରୁ ମାନେ 5ଟା ଯାକେ ତମର 3 ଅଗଷ୍ଟ 5ଟା ଯାକେ କ'ଣ ରହିବ ଆଡ଼ମିସନ୍ ତମର ରହିବ। ଆଡ଼ମିସନ୍ ଫିସ୍ ତମର କେମିତି ରହିବ ନା ଅନଲାଇନ୍ ମୋଡ଼ ରହିବ। ତମେ ନେଟ୍ ବ୍ୟାଙ୍କିଂ କିମ୍ବା ବ୍ୟାଙ୍କ ଚ୍ୟାଲେଞ୍ଜ କିମ୍ବା UPI ଯଦି ଥିବ ତମେ ବି କରିପାରିବ ଅନଲାଇନ୍ ମୋଡ଼ରେ ହେଲା। ଦେଖ ଯେଉଁମାନଙ୍କର ସ୍ପଟ୍ ବା ୱେଟିଂରେ ଥିବ, ଯାହାର ବି ଆଡ଼ମିସନ୍ ସରିଲା ପରେ ସେମାନେ କ'ଣ କରିବେ ନା ସେମାନଙ୍କର କ୍ଲାସ୍ଟା ତାକୁ 1 ଅଗଷ୍ଟରୁ ଷ୍ଟାର୍ଟ ହୋଇଯିବ। ଠିକ୍ ଅଛି, ତ ଏମିତି ହିଁ ତମେ ମାନେ କ'ଣ ଯେଉଁମାନଙ୍କର ମନପସନ୍ଦ କଲେଜ ଆସିନି, ୱେଟିଂରେ ଅଛ, ସ୍ପଟ୍ ଆଡ଼ମିସନ୍ କରିବାକୁ ଚାହୁଁଛ, ଏମିତି ହିଁ କରିପାରିବ। ଠିକ୍ ଅଛି, ଏତେ ଭିଡ଼ିଓ ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ଏଭଳି ଆଗକୁ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍। ଜୟ ହିନ୍ଦ, ବନ୍ଦେ ମାତରମ୍।